हरि ओम समस्तंकु। तो बहुत दिन पर मु आज पुणी आ गोटे वीडियो बनाऊँच। बहुत दिन है मो वीडियो बनई नथिली। आपण मानकर समस्त को भल पाइबा बहुत मते प्रेरणा देछि। मु क्षमा चाहूँची। बहुत दिन पर पुणी आज वीडियो बनाऊँच, क्षमा करिए। आमे जो भगवत गीतार प्रथम अध्याय को पढ़ी थिले, पाठ करी थिले। तो आज होची द्वितीय अध्याय सांख्य योग। सांख्य योग को आज आमे पाठ करिबा। संजय उवाच विषादग्रस्त अश्रुपूर्ण कातरे आविष्ट अर्जुनम् बिलोकी श्री सुदर्शन कुहन्ति हेमंत वचन। श्री भगवान उवाच हे प्रार्थ असमये मह कि बड़ पण सते कुह ए नुहे स्वर्ग प्रदायक नुहे कि कीर्ति संस्थापक। तेजिए तुच्छ विरूपण कर हे जदाचरण मनरु छाड़ी दुर्बलता उठ हे प्रार्थ अरिचिता। अर्जुन उवाच शुण हे श्री मधुसूदन पूज्य महर भीष्मद्रोण ताଙ୍କ सम्मुखे धनु धरि युद्ध मु करिबि किपरि। महानुभव गुरुजने निहत करि एहि रणे से रक्त रंजित संपद संभगे सखा नाही भाव बरं उचित शिक्षा अन्न संग्रहे बिताइबि दिन। ଯୁଦ୍ଧ କରିବା ନ କରିବା ଶ୍ରେଷ୍ଠ କେଉଁଟି ହେବ ଅବା କେ ହେବ ଏହି ଯୁଦ୍ଧେ ଜୟୀ ତାହା କି ସଖା ଜଣା ନାହିଁ। କିନ୍ତୁ ବିନାଶୀ କୁରୁପୁତ୍ର ଜୀବନେ ବଞ୍ଚିବା ବ୍ୟର୍ଥ ସେହି ଆତ୍ମୀୟ ଧରାଷ୍ଟ୍ର ସମ୍ମୁଖେ ଆମ ଉପସ୍ଥିତ ଯେଣୁ ଭୀରୁତା ରୂପୀ ଦୋଷ ହେତୁରୁ ସ୍ୱଭାବେ ବିନଷ୍ଟ ମୋହଗ୍ରସ୍ତ ହୋଇ ଆବର ପୁଛଇ କଲ୍ୟାଣ କର। ଜଣାଅ ଉପଦେଶ ଦେଇ ଶରଣାଗତ ହେଲି ମୁହିଁ କାରଣ ଶତ୍ରୁ ସୈନ୍ୟ ଧରା ରାଜ୍ୟ ଧନ ସମ୍ପଦ ଭରା ଅଥବା ଦେବ ଅଧିକାର ନୁହଇ ଯଦି ବା ମହର ଇନ୍ଦ୍ରିୟ ଶୋକରୁ ବିଯୁକ୍ତ ଉପାୟ ନ ଦେଖେ ସତତ। ସଞ୍ଜୟ ଉବାଚ ଆହେ ନୃପତି ଏବେ ଶୁଣ ଗୋବିନ୍ଦ କହିଲେ ଅର୍ଜୁନ ଯୁଦ୍ଧେମ ନାହିଁ ପ୍ରୟୋଜନ ଏପରି କହି ହେଲେ ମୁନ। ସେନାନୀ ମଧ୍ୟେ ଉପଗତ ଦେଖି ଅର୍ଜୁନ ଶୋକଗ୍ରସ୍ତ ହସି କହନ୍ତି ଜନାର୍ଦ୍ଦନ ଶୁଣ ହେ ପାର୍ଥ ମୋ ବଚନ। ଶ୍ରୀ ଭଗବାନ ଉବାଚ ଅଯୋଗ୍ୟ ପାଇଁ କର ଶୋକ ଏତ ଜ୍ଞାନୀଙ୍କ ବିପରୀତ ଜୀବିତ ଅବା ମୃତ କରେ ଜ୍ଞାନୀ କି କେବେ ଶୋକ କରେ। ତୁମ୍ଭେ ମୁଁ କିମ୍ବା ରାଜା ଗଣେ ନଥିଲେ ଅବା କେଉଁ ସ୍ଥାନେ କିମ୍ବା ଏପରି କାଳ ନାହିଁ ଯେବେ ନଥିବା ଆମ୍ଭେ କେହି। ଜୀବ ଯେ ଶନେ ଦେହ ପାଇ ବାଳ ଯୁବକ ବୃଦ୍ଧ ହୋଇ ଅନ୍ତେ ଭଜଇ ଆନ ଘଟ ଜ୍ଞାନୀକୁ ନ କରେ ମୋହିତ। ଶୀତଳ ଉଷ୍ଣ ସୁଖ ଦୁଃଖ ଇନ୍ଦ୍ରିୟ ଅନୁଭବ ମାତ୍ର ସଦା ଅନିତ୍ୟ ଆତଜାତ ସକଳ ସହ୍ୟ କର ପ୍ରାର୍ଥ। ଯେଣୁ ଅର୍ଜୁନ ସେ ଅମର ସୁଖ ଦୁଃଖରେ ଯେଉଁ ନର ପ୍ରକାଶେ ସମଭାବ ଚିତ୍ତ ବିଷୟ ନ ହୋଇ ବ୍ୟତୀତ ଅସତ ବସ୍ତୁ ସଦାହୀନ ଅବା ସତର ନିତ୍ୟ ସ୍ଥାନ ଜାଣନ୍ତି ସତଦର୍ଶୀ ନର ସତତ ଅସତ୍ ବ୍ୟବହାର। ସଂସାରେ ଯାହା ସର୍ବବ୍ୟାପୀ ଜାଣ ତାହାକୁ ଅବିନାଶୀ କେହି ତାହାର ବିନାଶନେ ସମର୍ଥ ନୁହନ୍ତି ଭୁବନେ। ନିତ୍ୟ ସ୍ୱରୂପେ ଜୀବାତ୍ମାର ଶରୀର ଅନିତ୍ୟ ଅସାର ତେଣୁ ହେ ପ୍ରାର୍ଥ ଧନୁର୍ଦ୍ଧର ଦୁଃଖ ନ କରି ଯୁଦ୍ଧ କର
ଆତ୍ମାକୁ ମୃତ୍ୟୁଶୀଳ କିବା ହତ୍ୟାକାରୀ ଯେ ଭାବେ ଅବା ସେ ଜାଣେ ନାହିଁ ଆତ୍ମା ରୂପ ହତ ଘାତକ ନୁହେଁ ସେ ତ। ଆତ୍ମାର ଜନମ ମରଣ ଭୂତ ଭବିଷ୍ୟ ବର୍ତ୍ତମାନ ନଥାଏ ଏହା ଚିରନ୍ତନ ଯେଣୁ ସେ ନିତ୍ୟ ସନାତନ। ଶରୀର ନଷ୍ଟ ହେଲେ ହୁଏ ଆତ୍ମାର ବିନାଶ ନଥାଏ ଯେ ଜାଣେ ଆତ୍ମା ନିତ୍ୟ ରୂପ ଅଜନ୍ମା ସତ୍ୟ ଅବିନାଶ। ପାର୍ଥ ହେ ଜାଣିଥାଅ ଭଲେ ନ ମରେ ସେବା ମାରିପାରେ। ମନୁଷ୍ୟ ଯେପରି ସ୍ୱଭାବେ ପୁରୁଣା ବସ୍ତ୍ର ପରିତ୍ୟାଗେ ନୂତନ କରେ ପରିଧାନ ସେପରି ଜୀବାତ୍ମା ଲକ୍ଷଣ। ଶରୀର ଛାଡ଼ି ପୁରାତନ ନୂତନ କରଇ ଗ୍ରହଣ। ଅସ୍ତ୍ରେ ନ ହୁଏ ବିଖଣ୍ଡିତ ଅଗ୍ନି ନ କରିପାରେ ଦଗ୍ଧ। ଜଳେ ସେ ନ ହୁଅଇ ସିକ୍ତ ଶୁଖାଇ ନ ପାରେ ମରୁତ। ଏ ଆତ୍ମା ନୁହେଁ ଦହନୀୟ ଛେଦ୍ୟ ଅଥବା ଦ୍ରବଣୀୟ ତେଣୁ ଏ ସ୍ଥିର ସନାତନ ଅନାଦି ନିତ୍ୟ ଚିରନ୍ତନ। ଦେହି ପ୍ରତ୍ୟକ୍ଷ ନଦିଶଇ ଚିନ୍ତନ ଭିତରେ ନଥାଇ ଏହାକୁ ନିର୍ବିକାର ଜାଣ ଶୋକ କରିବା ଅକାରଣ। ଆତ୍ମାର ନୀତି ମୃତ୍ୟୁ ହୁଏ ପୁଣି ସେ ନୀତି ଜନ୍ମ ନିଏ ଏହାକୁ ଯଦି ମାନ ସତ୍ୟ ଶୋକ କରିବା ଅନୁଚିତ। ଜନ୍ମ ଯାହାର ମୃତ୍ୟୁ ହୁଏ ପୁଣି ସେ ନୀତି ଜନ୍ମ ନିଏ ଏହା ଯେହେତୁ ଅନିବାର୍ଯ୍ୟ ଶୋକ ଅଟଇ ପରିତ୍ୟଜ୍ୟ। ମୃତ୍ୟୁ ପୂର୍ବରୁ ଅଶରୀର ମରଣ ପରେ ଅଗୋଚର ମଧ୍ୟେ ଯା ହୁଏ ପ୍ରତିଭାତ ଶୋକ ଏ ପାଇଁ ନିରର୍ଥକ। ଆଶ୍ଚର୍ଯ୍ୟ ରୂପେ ଦେଖେ କେହି କେହି ବା ଆଶ୍ଚର୍ଯ୍ୟକୁ ହୋଇ ଚକିତେ କେହି ପୁଣି କହେ ଆତ୍ମା ଅବୋଧ ରହିଥାଏ। ଦେଖ ଅର୍ଜୁନ ସର୍ବଦେହେ ଆତ୍ମା ଅବୋଧ ରହିଥାଏ ତେଣୁ କୌଣସି ପ୍ରାଣୀ ପାଇଁ ଶୋକ କରିବା ନ ସଭଇ। ସ୍ୱଧର୍ମ ତୁମେ ଜାଣି ପ୍ରାର୍ଥ ଭୟ କରିବା ଅନୁଚିତ। ଧର୍ମଯୁଦ୍ଧରୁ ବଳି କାହିଁ କ୍ଷତ୍ରିୟ ପଣେ ଧର୍ମ ନାହିଁ। ସତ ପ୍ରାପତ ଏହି ଧର୍ମ ଏ ଯୁଦ୍ଧ ସ୍ୱର୍ଗଦ୍ୱାର ସମ। ଯାହାକୁ ମିଳେ ହେ ଅର୍ଜୁନ କ୍ଷତ୍ରିୟ ସେହି ଭଗବାନ। ଯଦି ଏ ଧର୍ମଯୁଦ୍ଧ ତୁମେ କ୍ଷାନ୍ତ ହୋଇବ ମତି ଭ୍ରମେ ହରାଇ ସ୍ୱଧର୍ମ ସୁଯୋଶ ପାପକୁ ଭୋଗିବ ଅବଶ୍ୟ। ଅନନ୍ତ ସମୟ ପର୍ଯ୍ୟନ୍ତେ ଅକୀର୍ତ୍ତି ପାଇବ ଜଗତେ। ସମ୍ମାନାସ୍ପଦ ବ୍ୟକ୍ତି ପକ୍ଷେ ଅକୀର୍ତ୍ତି ମରଣ ପ୍ରତ୍ୟକ୍ଷେ। ଭାବିବେ ଦେଖି ମହାରଥୀ ଭୟରେ ସମର ଉପେକ୍ଷୀ। ହରାଇ ତୁମେ ମାନ୍ୟ ଯଶ ହୀନ ବୋଲାଇବ ଅବଶ୍ୟ। ସାମର୍ଥ୍ୟ ନିଧି ଶତ୍ରୁଗଣ କହିବେ ଅକଥ୍ୟ ବଚନ ତାଠାରୁ ବଳି ତୁମ ପାଇଁ ଆଉ ବା କି ଦୁଃଖ ଅଟଇ। ମରଣ ହେଲେ ସ୍ୱର୍ଗ ଲାଭ ବିଜୟୀ ହେଲେ ରାଜ୍ୟ ଭୋଗ। ଯୁଦ୍ଧ ହିଁ ଏକମାତ୍ର ପଥ ଅର୍ଜୁନ ହୁଅ ହେ ପ୍ରସ୍ତୁତ। ଜୟ ଅଜୟ ଲାଭାଲାଭ ସୁଖ ଦୁଃଖରେ ସମଭାବ। ଗ୍ରହଣ କରି ଯୁଦ୍ଧ କର ତେବେ ନ ହେବ ପାପୋତ୍ତର। ଏ ସମବୁଦ୍ଧି ତତ୍ତ୍ୱଜ୍ଞାନ ସାଂଖ୍ୟେ କହିଲି ହେ ଅର୍ଜୁନ। ଏବେ କହୁଛି କର୍ମଯୋଗ ଶୁଣି ବନ୍ଧନୁ ମୁକ୍ତ ହବ। କର୍ମଯୋଗର ଆରମ୍ଭରେ କ୍ଷତି ନ ହୁଏ କି ପ୍ରକାରେ ବରଂ ନ ଦେଇ ଆନ ଫଳ ମହାଭୟରୁ କରେ ପାର। ଏକ ନିଶ୍ଚୟ ଯାର ଭାବ ସିଦ୍ଧି ତା ନିଶ୍ଚୟ ସମ୍ଭବ। ଅନିଶ୍ଚିତ ଯେ ବାରମ୍ବାର ରାସ୍ତା ତା ଅନେକ ପ୍ରକାର। କାମନା ମଧ୍ୟେ ବୁଡ଼ି ରହି ସ୍ୱର୍ଗକୁ ଶ୍ରେଷ୍ଠ ବୋଲି କହି ବେଦ ବାକ୍ୟରେ ହୋଇ ମତ ନ ଜାଣେ ଭୋଗ ଅତିରିକ୍ତ।
ସେ ଅବିବେକୀ ପ୍ରାଣୀ ଗଣ କହନ୍ତି ପୁଷ୍ପିତ ବଚନ। ଭୋଗ ଐଶ୍ୱର୍ଯ୍ୟ ପ୍ରଦାୟକ ବହୁ କ୍ରିୟାରେ ସହାୟକ। ଜନ୍ମ ରୂପକ କର୍ମ ଫଳ ପ୍ରଦାନେ ସେ ବାଣୀ ସଫଳ। ସେହି ପୁଷ୍ପିତ ବାଣୀ ଶୁଣି ଚିତ୍ତ ହାରଇ ଯେଉଁ ପ୍ରାଣୀ। ଭୋଗ ଐଶ୍ୱର୍ଯ୍ୟ ବଶ ହୋଇ ପରମାତ୍ମାକୁ ନ ଖୋଜଇ। ଦେବ ବର୍ଣ୍ଣିତ ତିନି ଗୁଣ ସେଥିରୁ ବାହାରି ଅର୍ଜୁନ। ତ୍ରିଗୁଣାତୀତ ହୋଇ ଯାଅ ରାଗ ଦେଶରୁ ମୁକ୍ତ ହୁଅ। ଜଗକ୍ଷେମରୁ ଆଶା ଛାଡ଼ ପରମାତ୍ମାରେ ସଙ୍ଗ ଯୋଡ଼। ଦେଖି ମହାନ ଜଳାଶୟ ଅଳ୍ପ ଛଳରେ ଛାଡ଼େ ମୋହ। ସେପରି ବେଦ ତତ୍ତ୍ୱଜ୍ଞାତା ନ ଲୋଡ଼େ ବେଦର ବ୍ୟବସ୍ଥା। କର୍ମେ ହିଁ ତୁମ ଅଧିକାର ଫଳ ଆଶାକୁ ତ୍ୟାଗ କର। ଛାଡ଼ ହେ କର୍ମ ଫଳମୟ ନିଷ୍କର୍ମେ ଆସକ୍ତ ନ ହୁଅ। ପାର୍ଥ ଆସକ୍ତି ତ୍ୟାଗ କରି ସିଦ୍ଧି ଅସିଦ୍ଧି ଏକ ଧରି। ଯୋଗସ୍ଥ ହୋଇ କର୍ମ କର ସମତା ନାମ ହିଁ ଯୋଗର। ବୁଦ୍ଧି ଯୋଗଟି ଅଟେ ଶ୍ରେଷ୍ଠ ସକାମ କର୍ମ ଯେ ନିକୃଷ୍ଟ। ବୁଦ୍ଧିର ନିଅ ହେ ଆଶ୍ରୟ ତୁଟାଇ କର୍ମ ଫଳ ମୋହ। ଯେ ଜନ ସମଭାବାପନ୍ନ ପାପେ ପୁଣ୍ୟେ ଉଦାସୀନ। ସମତ ଲାଭେ ଯତ୍ନ କର ଏ ଯୋଗ କର୍ମ ମୁକ୍ତି ଦ୍ୱାର। ସମବୁଦ୍ଧିରେ ଯୁକ୍ତ ଜ୍ଞାନୀ କର୍ମ ଫଳକୁ ହେୟ ମଣି। ଜନ୍ମ ମୃତ୍ୟୁରୁ ମୁକ୍ତ ହୋଇ ପରମ ପଦ ସେ ଲଭଇ। ତୁମର ବୁଦ୍ଧି ଯେବେ ପ୍ରାଥ ମୋହ ପଙ୍କରୁ ହେବ ଯୁକ୍ତ। ଇହ ବା ପରଲୋକ ଭୋଗ ବଦଳେ ବୈରାଗ୍ୟ ମିଳିବ। ଶୁଣିଲ ବିଭିନ୍ନ ବଚନ ବିଚଳିତ ଏ ତୋର ମନ। ପରମାତ୍ମାରେ ହେଲେ ସ୍ଥିର ଯୋଗ ପ୍ରାପ୍ତ ହେବ ତୋର। ଅର୍ଜୁନ ଉବାଚ କେଶବ କୁହ ଯେଉଁ ଚିତ୍ତ ପରମାତ୍ମାରେ ସମର୍ପିତ। ସେ ସ୍ଥିତ ପ୍ରଜ୍ଞାର ଲକ୍ଷଣ କିପରି ତାଙ୍କ ଆଚରଣ। ଶ୍ରୀ ଭଗବାନ ଉବାଚ ପ୍ରାର୍ଥ ଶୁଣ ହେ ଦେଇ ମନ। କାମନା ଛାଡ଼ି ଯେଉଁ ଜନ ଆତ୍ମଧ୍ୟାନରେ ରହେ ମଗ୍ନ। ତାଙ୍କୁ ହିଁ ସ୍ଥିତ ପ୍ରଜ୍ଞ ଜାଣ। ଦୁଃଖେ ଯେ ନ ହୁଏ କାତର। ସୁଖେ ବି ନ ହୁଏ ଅଧୀର। ନଥାଏ କ୍ରୋଧ ଗର୍ବ ଭୟ ସ୍ଥିର ବୁଦ୍ଧିର ପରିଚୟ। ଶୁଭେ ନ ହୋଇ କେବେ ହର୍ଷ ଅବା ଅଶୁଭେ ନୁହେଁ ବ୍ୟସ୍ତ। ସର୍ବତ୍ର ଯିଏ ଅନାସକ୍ତ ବୁଦ୍ଧି ତାଙ୍କର ସ୍ଥିର ସତ୍ୟ। କଚ୍ଛପ ନିଜ ଦେହ ଯେନେ ଇଚ୍ଛାରେ ରଖଇ ଗୋପନେ। ସେପରି ଇନ୍ଦ୍ରିୟ ସମ୍ଭୋଗ ଇଚ୍ଛା ଲୁଚାଏ ସ୍ଥିତ ପ୍ରଜ୍ଞ। ଇନ୍ଦ୍ରିୟ ଅନାସକ୍ତ ଜନ ଭୋଗରେ ଥାଇପାରେ ମଗ୍ନ। ମାତ୍ର ପରମ ପଦେ ଲୀନ ବ୍ୟକ୍ତି ହିଁ ଆସକ୍ତି ବିହୀନ। ମନ୍ଥନକାରୀ ଏ ଇନ୍ଦ୍ରିୟ ନ ଦେଖି ଆସକ୍ତି ବିଳୟ। ପ୍ରଯତ୍ନଶୀଳ ଜ୍ଞାନୀ ମନ ଅବଶ୍ୟ କରଇ ହରଣ। ସାଧକ ଯିଏ ବୁଦ୍ଧିମାନ ଇନ୍ଦ୍ରିୟ ରଖଇ ଅଧୀନ। ଇନ୍ଦ୍ରିୟ ଯାର ବଶୀଭୂତ ସେ ସ୍ଥିତ ପ୍ରଜ୍ଞ ରୂପେ ଖ୍ୟାତ। ବିଷୟ ଅଧୀନ ପ୍ରାଣୀର ଆସକ୍ତି ଉପୁଜେ ସତର। କାମନା ଜନ୍ମେ ଆସକ୍ତିରୁ କ୍ରୋଧ ଜନ୍ମଇ କାମନାରୁ। କ୍ରୋଧରୁ ଜାତ ସମୋହନ ସମୋହନରୁ ସ୍ମୃତି ଭ୍ରମ। ସ୍ମୃତି ଭ୍ରମରୁ ବୁଦ୍ଧିନାଶ ବୁଦ୍ଧିନାଶରୁ ସର୍ବନାଶ।
ରାଗ ଦେଶ ବିରହିତ ସାଧକ ଇନ୍ଦ୍ରିୟ ସହିତ ବିଷୟର ସେ ମଣୁଥାଏ ପ୍ରସନ୍ନ ଚିତ ସଦା ରହେ ପ୍ରସନ୍ନ ଚିତ ସାଧକର ଦୁଷ୍ଟ ଦୁଃଖ ନଥାଏ କ୍ଷଣକର ସେ ଶୁଦ୍ଧ ଚିତ ଅଧିକାରୀ ହୁଏ ପରମେ ସଦାଚାରୀ ମନ ଯାହାର ଅସଂଯତ ବୁଦ୍ଧି ତାହାର ଅନିଶ୍ଚିତ ସେପରି ମାନବ ନିକଟେ ନିଷ୍କାମ ଭାବନ ପ୍ରକଟେ ଏ ଭବ ବିନା ଶାନ୍ତି ନାହିଁ ଶାନ୍ତି ନଥିଲେ ସୁଖ କାହିଁ। ବିଷୟର ସେ ପ୍ରଭାବିତ ଅସ୍ଥିର ଇନ୍ଦ୍ରିୟ ଅନେକ ତା ମଧ୍ୟୁ ଯଦି ଗୋଟିକରେ ବଶ ହୁଅଇ ମନ ଥରେ ସେ ମନ ହୁଅଇ ଅସ୍ଥିର ବୁଦ୍ଧି ହଜଇ ମନୁଷ୍ୟର ଯେପରି ବାୟୁ ପ୍ରଭାବରେ ନୌକା ହଜଇ ଜଳରେ ତେଣୁ ହେ ମହାବାହୁ ଶୁଣ ଭୋଗେ ନିବେଶୀ ଯେଉଁ ଜନ ବିଷୟ ସୁଖ ନିଗୃହୀତ ବଲାନ୍ତି ସିଏ ସ୍ଥିର ଚିତ ଯାହା ଅନ୍ଧାର ସାଧାରଣେ ସଂଯମୀ ଜାଗ୍ରତ ସେ କ୍ଷଣେ ସାଧାରଣେ ଯାଉ ଜାଗର ଜ୍ଞାନୀଙ୍କ ପାଇଁ ରାତ୍ରି ଘର ବହୁ ନଦୀର ଜଳଧାର ମିଶ୍ରଣେ ପୂର୍ଣ୍ଣ ପାରାପାର ତଥାପି ମର୍ଯ୍ୟାଦା ସହିତ ଥାଇ ଅଚଳ ପ୍ରତିଷ୍ଠିତ ତେସନେ ଯିଏ ସ୍ଥିର ଚିତ ଭୋଗେ ନ ହୋଇ ବିଚଳିତ ଲଭେ ପରମ ସୁଖ ଶାନ୍ତି ଯାହା ନ ପାଏ ଭୋଗୀ ବ୍ୟକ୍ତି ସମସ୍ତ କାମନା ତ୍ୟଜୀଣ ନିଃସ୍ପୃହ ଅହଙ୍କାରହୀନ ହୋଇ ଯେ କରେ ବିଚରଣ ଲଭେ ସେ ଶାନ୍ତି ଚିରନ୍ତନ ପାର୍ଥ ଏ ବ୍ରହ୍ମ ଜ୍ଞାନ ଲୋଭୀ ମୋହିତ ନ ହୁଅନ୍ତି ଯୋଗୀ ଅନ୍ତକାଳେ ବି ଏହି ଜ୍ଞାନ ଲୋଭୀ ହୋଇବ ବ୍ରହ୍ମଲୀନ। ଇତି ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗ।